ଜୟଗୁରୁ। କହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟ, ଯାହା ହେଉଛି ପୁଅକୁ ଚିଠି। ଅଧ୍ୟାୟର ନାଁ ହେଉଛି ପୁଅ ପାଇଁ ଚିଠି। ଏଇ ଅଧ୍ୟାୟଟିକୁ ଆପଣମାନେ ଟିକେ ମନ ଧ୍ୟାନ ଦେଇ ଶୁଣନ୍ତୁ। ଆଶା କରୁଛି ଆପଣଙ୍କର ସମସ୍ତଙ୍କ କାମ ପାଇଁ ଏଠି କାମରେ ଲାଗିବ ସାରା ଜୀବନ। ପୁଅ ପାଖକୁ ଚିଠି ଲେଖା ହେଇଛି। ଆଜିକାଲି ଯୁଗରେ ଚିଠି ପ୍ରାୟ ନାହିଁ, କାହିଁକିନା ମୋବାଇଲ ଯୁଗ ଆସିଗଲା। ମୋବାଇଲରେ ସବୁ ମେସେଜ ଦେଇ ହେଉଛି, ସମସ୍ତ ଉପଦେଶ ଦେଇ ହେଉଛି, ପାଟିତୁଣ୍ଡ କରି ହେଉଛି। ମୋବାଇଲ ଯୋଗୁଁ ବହୁତ ନଷ୍ଟ ବି ହେଉଛି। ତଥାପି ମୋବାଇଲ ଥିବା ଯୋଗୁଁ ଆଉ ଚିଠିର ଆବଶ୍ୟକତା ପଡ଼ୁନାହିଁ। ତଥାପି ଜଣେ ଅଭିଭାବକ, ଜଣେ ବାପା ତାଙ୍କ ପୁଅ ପାଖକୁ ଚିଠି ଲେଖିଛନ୍ତି। ମୁଁ ଚିଠି ପଢ଼ି ଦେଉଛି ଏବଂ ଚିଠି ପଢ଼ି ସାରିଲା ପରେ ଆପଣମାନେ ମୋତେ କହିବେ ଯେ ସେ ଅଭିଭାବକ ଯାହା କହିଛନ୍ତି ଠିକ୍ କହିଛନ୍ତି ନା ଭୁଲ କହିଛନ୍ତି। ଚିଠିର ଅବିକଳ ନକଲଟି ମୁଁ ପଢ଼ି ଦେଉଛି, ଆପଣମାନେ ଶୁଣନ୍ତୁ। ସେ ଚିଠି ଲେଖିଛନ୍ତି, ବାପାରେ, ମୁଁ ଜାଣେ ତୁ ଉପଦେଶକୁ ଘୃଣା କରୁ। ଏ ଚିଠିଟିକୁ କେବେ ବି ଉପଦେଶମାଳା ବା ପ୍ରବଚନ ବୋଲି ଭାବିବୁ ନାହିଁ। ଏହା ମୋର 60-70 ବର୍ଷର କର୍ମମୟ ଜୀବନର ତିକ୍ତ ମଧୁର ଅଭିଜ୍ଞତାର ଗୂଢ଼ ରହସ୍ୟ, ଫଳ, ରସ ବା ମଞ୍ଜି ବୋଲି ଭାବିପାରୁ। ତରତରେ ଏହାକୁ ପଢ଼ିବା ଦରକାର ନାହିଁ। ମୁଁ ଯେତିକିଟି କଥା କହିଛି ତୁ ମାନିଲେ ଏତିକି ହେବ ଯେ ମୁଁ ଯେଉଁ ବାରମ୍ବାର ଠକିଛି ତୁ ଆଉ ବାରମ୍ବାର ଠକିବୁନି। ପ୍ରଥମ ହେଲା, ପାଠ ପଢ଼ିଲେ ବଡ଼ ମଣିଷ ନିଶ୍ଚିତ ହେବୁ ବୋଲି ଯେଉଁ ଧାରଣା, ଯଦି ତୋ ଭାବନା ଏ ଭାବନାଟା ମୁଣ୍ଡ ଭିତରେ ଥାଏ ତାକୁ କାଢ଼ିଦେବୁ। କାହିଁକିନା ପାଠ ପଢ଼ିଲେ ଜଣେ ମଣିଷ ହେବ ଏହାର କିଛି ମାନେ ନାହିଁ। ପିଲାଦିନ ଠାରୁ ତୋ ପିଲାକୁ ପାଠ ପଢ଼ିବା ଉପରେ ଏତେ ତାର ଗୁରୁତ୍ୱ ଦେବୁନି। ପାଠ ପଢ଼ିବା ଦରକାର, କିନ୍ତୁ ତାକୁ ଚାପ ପ୍ରୟୋଗ କରିବୁ ନାହିଁ। ଯେକୌଣସି କାର୍ଯ୍ୟରେ ସେ ଯାହା କରୁ, ଯେଉଁଟା ତାକୁ ଭଲ ଲାଗୁଛି, ସେଇଥିରେ କେମିତି ଧୁରନ୍ଧର ହେବ ତୁ ତାକୁ ସାହାଯ୍ୟ କରିବୁ। ବିଶେଷ ଜ୍ଞାନ ସେଥିରେ ହେବା ଦରକାର। ସେଇଟା କ୍ରିକେଟ ଖେଳ ହେଉ ବା କୌଣସି ବେପାର ହେଉ ବା କୌଣସି ସଂସ୍ଥା ଚଲେଇବା ହେଉ, ଯାହା ବି ହେଉ, ଅନୈତିକ କାର୍ଯ୍ୟ ନୁହେଁ, ସେଇଥିରେ ତାକୁ ତୁ ସାହାଯ୍ୟ କରିବୁ। ଖାଲି ଲେଖାପଢ଼ା ଆଉ ହିସାବପତ୍ର ଜାଣି ତୁ 1-2 କୋଟି ସର୍ବସାଧାରଣଙ୍କ ଟଙ୍କା ଯଦି ଆପଣେଇ ପାରିବୁ, ଯେଉଁ ବାଟେ ହେଉ, ତାହେଲେ ସେଥିରୁ 10-30% ଦେଇ ତୁ ମନ୍ତ୍ରୀ, ବିଧାୟକ, ସଚିବ, ଶିଳ୍ପପତି, ପୋଲିସ ସମସ୍ତଙ୍କୁ ହାତରେ ରଖିପାରିବୁ। ଯଦି ଦୈବାତ ଧରା ପଡ଼ିଯାଉ, କୌଣସି କାର୍ଯ୍ୟ କରିଛୁ ଯେଉଁଟାକ କି ସମାଜ ଚାହୁଁନଥିଲା, ତାହେଲେ ଏଇ ମନ୍ତ୍ରୀ, ବିଧାୟକ ଯେଉଁମାନଙ୍କୁ ତୁ ଟଙ୍କା ପଇସା ଦେଇକରି ହାତରେ ରଖିଛୁ, ସେମାନେ ତୋତେ ସାହାଯ୍ୟ କରିବେ। ତୁ ମଲା ପର୍ଯ୍ୟନ୍ତ ହାଇକୋର୍ଟ ବା ସୁପ୍ରିମକୋର୍ଟର ଦଣ୍ଡକୁ ବି ଘୋଷାଣି ଦେବେ। କେବଳ ପାଠ ପଢ଼ି ଗୋବର ଗଣିଷ ହେବା ଅପେକ୍ଷା ପୁଳାଏ ଟଙ୍କା କମେଇ ଗଣ୍ଡା ଅତି ପାଠୁଆଙ୍କୁ ତୁ ହଳ ବୁଲେଇ ପାରିବୁ। ତୋ ପୁଅକୁ ମଣିଷ କଲାବେଳେ ଏତକ ନିଶ୍ଚୟ ମନେ ରଖିଥିବୁ। ରାତି ଦିନ ଜବରଦସ୍ତି ସମସ୍ତ ବିଷୟ ପଢ଼ି ମନେ ରଖି ପରୀକ୍ଷାରେ ଭଲ କରିବା, ପରସେଣ୍ଟେଜ ଅଧିକ ଆଣିବା, ଏଥିପାଇଁ କେବେ ଚାପ ପ୍ରୟୋଗ କରିବୁ ନାହିଁ। ଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଯେ ମା' ବାପାଙ୍କ ଠାରୁ ଦୂରରେ ରହି ସ୍ତ୍ରୀ ସହ ରହିଲା ବେଳେ ଯେତେ କାମର ଚାପ ପଡ଼ିଲେ ବି ସାନ ଭାଇ, ସାନ ଭଉଣୀ, ପୁତୁରା, ଝିଆରୀ, ଭଣଜା, ଭାଣିଜୀ, ଶଳା, ଶାଳୀ ଏମାନଙ୍କୁ ଆଣି ଘରେ ରଖିବା, ସାହାଯ୍ୟ କରିବା ପାଇଁ ଘରେ ରଖିବା କଥା ଆଦୌ ଚିନ୍ତା କରିବୁନି। ସେମାନେ ରହିଲେ ତୋ ଘରର ସମସ୍ତ ଗୁପ୍ତ ତଥ୍ୟ ସବୁ ବନ୍ଧୁବାନ୍ଧବ ଜାଣିଯିବେ। ତୋ ପୁତୁରାକୁ ଯେତେ ଭଲରେ ରଖିଲେ ବି ସେ ତୋ ଘରର କଳିତ କଳାଳ, ଆୟବ୍ୟୟ ଆଉ ମନ୍ଦ ଦିଗ ଗୁଡ଼ିକ ସବୁ ବଢ଼େଇ ଚଢ଼େଇକିରି ବାପା ମାଆଙ୍କ ଆଗରେ ଗପିବ ଏବଂ ତୋର ଛବିଟିକି ଖରାପ କରିଦେବ। ହଁ, ଏମିତି ବି ହୋଇପାରେ ତୋ ପୁତୁରା ଅତି ବିଶ୍ୱସ୍ତ ହୋଇପାରେ, ଅତି କାମିକା ହୋଇପାରେ ଏବଂ ଖୁଡ଼ି ନିକଟରେ ତୋଠାରୁ ଅଧିକ ସେ ଦରକାର ବୋଲିକିରି ପାଲଟି ଯାଇପାରେ। କିନ୍ତୁ ଭଲକିରି ମନେ ରଖ,
ମାଇଁ ଭଣଜା, ଖୁଡ଼ି ପୁତୁରା, ମାଉସୀ ପୁତୁରା ଏ ସମ୍ପର୍କ ଆଜିକାଲି ଯୁଗରେ ଆଉ ସନ୍ଦେହ ମୁକ୍ତ ହେଇ ନାହିଁ। ସାବଧାନ ଥିବୁ। କାମର ଚାପ ବଢ଼ିଲେ ରକ୍ତ ସମ୍ପର୍କୀୟଙ୍କୁ ନ ରଖି କୌଣସି ବାହାର ଲୋକଙ୍କୁ କେବଳ ଦିନବେଳା କାମ କରିବାକୁ ରଖିପାରୁ, ହେଲେ ଶଳା, ଶାଳୀ, ପୁତୁରା, ଝିଆରୀ ଇତ୍ୟାଦି କେବେ ବି ନୁହଁ। ତୁ ଘରର ଗୁପ୍ତ ତଥ୍ୟ ଯଦି ବାହାରକୁ ଦେବାକୁ ଚାହୁଁଛୁ ତାହେଲେ ଏମାନଙ୍କୁ ଶୁବାଣି ପାଖରେ ରଖ। ବାହାର ଲୋକଙ୍କୁ ପଇସା ପତ୍ର ଦେଇ ରଖିହେବ। ଏମାନଙ୍କୁ ଯେତେ ପଇସା ଦେଲେ, ଯେଭଳି ରଖିଲେ ବି ସେ ସମସ୍ତ ମନ୍ଦ ଗୁଣତିକ ତୁମ ଘରର ସମସ୍ତ ଗୁପ୍ତ ତଥ୍ୟ ବାହାରେ ପ୍ରଚାର କରିବେ ଏବଂ ତୋର ଛବିଟିକି ମଳିନ କରିଦେବେ। ଏ ହେଲା ଦ୍ୱିତୀୟ କଥା। ତୃତୀୟ କଥା ହେଉଛି, ନବବିବାହିତା ସ୍ତ୍ରୀ, ତୁ ଯେହେତୁ ଅଳ୍ପ ଏଇ ମାସ ହେଲା ବାହା ହେଇଛୁ, ତୋତେ ପଦେ କହିବାର ଅଛି ଯେ ନବବିବାହିତା ସ୍ତ୍ରୀକୁ ବିବାହର ପ୍ରଥମ କେତେ ବର୍ଷ ମା, ଭାଇ, ବାପା ଏମାନଙ୍କ ବଳରେ ଦୁର୍ବ୍ୟବହାର କରିବୁ ନାହିଁ। ତୋର ବାପା ମା ଅଛନ୍ତି, ସେ ଆସିଛି ତୁମ ଘରକୁ, ତୁ ନୂଆ ବୋହୂଟିକୁ 2-4 ବର୍ଷ ଚାକରାଣୀ ପରି ବ୍ୟବହାର ଦେଖେଇଲେ ସେ ତ ସହିଯିବ ନିଶ୍ଚୟ, କିନ୍ତୁ ତାପରେ 40-50 ବର୍ଷ ତୋତେ କୁକୁର ଭଳି କରି ରଖିବ। ସ୍ତ୍ରୈଣ ହୁଅ, ମୋର କିଛି ଆପତ୍ତି ନାହିଁ, କିନ୍ତୁ ସ୍ତ୍ରୀ ପାଇଁ, ତା ବାପ ମା ଭଉଣୀଙ୍କ ପାଇଁ ସର୍ବସ୍ୱ ଦାନ କରିଦେଲେ ବି କିଛି କ୍ଷତି ନାହିଁ, କିନ୍ତୁ ନିଜ ବାପା ମାଆଙ୍କୁ କେବେ ଗୌଣ କରିବୁନି। ତୁ ତୋ ସ୍ତ୍ରୀ ପାଇଁ ଯାହା କରୁଛୁ କର, ତୋ ପିଲାଙ୍କ ପାଇଁ ଯାହା କରୁଛୁ କର, କିନ୍ତୁ ବାପ ମା ଦୁଇଟାକୁ ମଲା ପର୍ଯ୍ୟନ୍ତ ମନେ ରଖିଥିବୁ। କାରଣ ଭଗବାନ ବୋଲି କେଉଁ ଜିନିଷ କେଉଁ ପୃଥିବୀରେ ଯଦି ଅଛନ୍ତି, ସେ ହେଉଛନ୍ତି ତୋ ନିଜ ବାପା ମା। ତାଙ୍କ ସେବାର ଅନ୍ତ ନାହିଁ ଏବଂ ତାଙ୍କର ତୋ ପ୍ରତି ଥିବା କର୍ତ୍ତବ୍ୟ ତୁ କେବେ କାମଟା କେବେ ଶୁଝିପାରିବୁ ନାହିଁ। ତେଣୁ ବାପା ମାଆଙ୍କୁ କେବେ ବି ସାରା ଜୀବନ ସେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଗୌଣ କରିବୁ ନାହିଁ। ତାଙ୍କ ସେବା ଈଶ୍ୱରଙ୍କ ସେବା ସହ ସମାନ। କେହି ଜଣେ ଘରେ ଥିଲାବେଳେ, ତାଙ୍କ ଭିତରୁ ତୋ ବାପା ମା କେହି ଜଣେ ଘରେ ଥିଲାବେଳେ ତୁ ବୋହୂ ପ୍ରତି ଯେଉଁ ସେବା ଦେଖାଉଛୁ ସେଗୁଡ଼ା ସବୁ କରିବୁ ନାହିଁ, ଅନ୍ୟବେଳେ କରିବୁ। ଏ ହେଲା ତୃତୀୟ କଥା। ଚତୁର୍ଥ କଥା ହେଉଛି, ଆବଶ୍ୟକତା ନଥିଲେ କୌଣସି ଲୋକକୁ ଟଙ୍କା ବା ଅନ୍ୟ ଜିନିଷ ସାହାଯ୍ୟ ଦେବୁନି। ପ୍ରଥମତଃ ଉପରେ ପଡ଼ି ସାହାଯ୍ୟ କରିବୁ ନାହିଁ। ସମସ୍ତ ବାହ୍ୟ ସାହାଯ୍ୟ ନିଜ ସ୍ତ୍ରୀ ଜାଣତରେ କରିବୁ। ଯଦି ନିଜ ପରିବାର ଅଜାଣତରେ ତୁ କାହାକୁ ଲୁଚେଇ ଛପି ସାହାଯ୍ୟ କରିଥାଉ, ବାହାବା ନେବା ସକାଶେ, ପ୍ରଶଂସା ନେବା ସକାଶେ, ତୋତେ ସେ ଭଲ କହିବ ବୋଲି, ତାହେଲେ ସେ ଟଙ୍କା କେବେ ବି ଫେରିବ ନାହିଁ, ସିଏ କେବେ ବି ତୋ ପ୍ରତି କୃତଜ୍ଞ ହେବ ନାହିଁ। ଏକଥା ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେଲା ପରି ଅତ୍ୟନ୍ତ ସତ୍ୟ। ଯଦି କାହାକୁ ତୁ ପ୍ରକୃତରେ ସାହାଯ୍ୟ କରିବାକୁ ଚାହୁଁ, ଆଗ ଦେଖେ ସେ ପ୍ରକୃତ ସାହାଯ୍ୟ ପାଇବା ବ୍ୟକ୍ତି କି ନୁହଁ। କାରଣ ବହୁ ଲୋକଙ୍କର ବହୁତ ପଇସା ଥିଲେ ମଧ୍ୟ ସାହାଯ୍ୟ ମିଳୁଥିବା ଜାଗାକୁ ସେମାନେ ପହଞ୍ଚି ଯାଆନ୍ତି। ଏଇଭଳି କରି ବହୁତ କ୍ଷତି ମୁଁ ସହିଛି। ତେଣୁ ତୁ ନିଜ ଘର ଲୋକଙ୍କ ନିଜ ସ୍ତ୍ରୀ ଅଜାଣତରେ, ନିଜ ପିଲାଙ୍କ ଅଜାଣତରେ କାହାକୁ ସାହାଯ୍ୟ କରିବୁନି। ଆଉ ଯଦି ପ୍ରକୃତରେ ତୁ ସାହାଯ୍ୟ କରିବାକୁ ଭାବୁ, ତୋ କ୍ଷମତା ଅନୁସାରେ ସେତିକି ସାହାଯ୍ୟ କରିବୁ ଯେତିକି ନ ଫେରିଲେ ବି ଚିନ୍ତା ନାହିଁ। ପଞ୍ଚମତଃ, 3 ପ୍ରକାର ଲୋକଙ୍କୁ ହାତରେ ରଖିଥିବୁ। ହାତରେ ରଖିବୁ ମାନେ ତାଙ୍କ ସହିତ ବରାବରି ହେବୁନି। ନେତା, ପୋଲିସ ଆଉ ଖବରଦାତା, ଏ 3 ପ୍ରକାର ଲୋକଙ୍କ ସହ ମୁହଁ ଉପରେ ବନ୍ଧୁତା ରଖିଥିବୁ। ଭୁଲରେ ବି କେବେ ଏମାନଙ୍କ ବିରୁଦ୍ଧରେ ବାହାରେ ପଦୁଟିଏ କହିବୁନି। ତୋ ପରିବାରର ଶାନ୍ତି, ତୋ ଜୀବନର ଆୟୁ ଏବଂ ତୋ ଭବିଷ୍ୟତ ଯଦି ସୁରକ୍ଷିତ ରଖିବାକୁ ଚାହୁଁ, ତାହେଲେ ନେତା, ପୋଲିସ ଆଉ ଖବରକାଗଜବାଲା, ଯେଉଁମାନେ ଖବରକାଗଜ କରି ଖବର ଦିଅନ୍ତି, ଏମାନଙ୍କ ସହ କେବେ ବୈରୀଭାବ ପୋଷଣ କରିବୁ ନାହିଁ। ବିବାହିତ ବା ଅବିବାହିତ ଲୋକଙ୍କ ଠାରୁ, ଯେଉଁମାନଙ୍କୁ ତୁ ଜାଣିନୁ, ସମ୍ପର୍କ ଏବେ ହେଇଛି, ସେମାନଙ୍କ ଠାରୁ ଟିକେ ଦୂରରେ ରହିବୁ। କାରଣ ଏ ଯୁଗରେ ବନ୍ଧୁମାନେ ବନ୍ଧୁକ। ବେପାର କରିବାକୁ ବହୁତ ଲୋକ ଇଚ୍ଛୁକ ଏବଂ ବେପାରରେ ତୋତେ ବୁଡ଼େଇବାକୁ ସେମାନଙ୍କର ଇଚ୍ଛା। ତୋର ଉପରକୁ ଉଠିବା ଭାବିଥା, ସମାଜର କୌଣସି ଲୋକ ସହିପାରିବେନି, କେବଳ ତୋ ବାପା ମାଆଙ୍କୁ ଛାଡ଼ି।
ତେଣୁ ତୁ ନେତା ପୋଲିସ ଆଉ ଶିଳ୍ପପତି ଏମାନଙ୍କୁ ସବୁ ଯେତେବେଳେ ତାଙ୍କଠୁ ସାହାଯ୍ୟ ନେବୁ ସେତେବେଳେ ନିହାତି ଦରକାର ନ ପଡ଼ିଲେ ସାହାଯ୍ୟ ନେବୁ ଏବଂ ଖୁବ୍ କମ୍ ନେବୁ। ଆଉ ସେ ଯେତେ ସୀମିତ ରଖିବୁ ତାକୁ ଭଲ, ଗୋଟେ ସାହାଯ୍ୟ ନ ନେଲେ ବି ଭଲ। ଆଉ ସବୁଠୁ ବଡ଼ କଥା ହେଲା ଯେଉଁଟାକ ମୁଁ ଶେଷରେ କହୁଛି ବୋଲି ଭାବନା ଯେ ଏଇଟା ଗୌଣ, ଉପରିସ୍ଥ ହାକିମଙ୍କ ସ୍ତ୍ରୀ, ଭଉଣୀ ଅଥବା ଝିଅ ଯଦି ତୋଠୁ କିଛି ସାହାଯ୍ୟ ଚାହୁଁଛନ୍ତି ତାଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେଉ। କିନ୍ତୁ ଘରକୁ ସ୍ୱୟଂ ହାକିମ ଆସିବାର ଥିଲେ ନିଜ ସ୍ତ୍ରୀ ଆଉ ଝିଅକୁ ଗାଁକୁ ପଠାଇ ଦେଉ ବା ଅନ୍ୟ କେଉଁଠି ଲୁଚେଇକିରି ଗାଁକୁ ଯାଇଛନ୍ତି ବୋଲି କହିବୁ। ଭାଗ୍ୟ ଭବିଷ୍ୟତ ତୋ ହାତରେ ନାହିଁ। ତେଣୁ ଯେତିକି ମିଛ କହିଲେ ନିଜ ପରିବାର ସୁରକ୍ଷିତ ରହିବେ ସେତିକି ମିଛ କହିବୁ, ସେଥିରେ ପାପ ନାହିଁ କିଛି। ଯଦି କେହି ତା କାମ ପାଇଁ ତୋତେ ଟଙ୍କା, ଡ୍ରେସ୍, ସୁନା ବିସ୍କୁଟ ଏମିତିକି ହୀରାର ହାର ବି ଦିଏ, ତୁ ଆଗ ଘରେ ପଚାରିବୁ ଯେ ମୁଁ ଏ ଲୋକର କାମ କରିଥିଲି, ସେ ମୋତେ ଏଇ ଉପହାର ଦେବାକୁ ଚାହୁଁଛି, ଏଇଟା ମୁଁ ନେବି ନା ନାହିଁ। ଯଦି ଘରେ ସମସ୍ତେ ବିନା ଦ୍ୱିଧାରେ କହିବେ ହଁ ନିଅ, ତାହେଲେ ତୁ ଅନ୍ୟ ଲୋକ ମାଧ୍ୟମରେ ନେବୁ। ଆଉ ଗୋଟିଏ କଥା ମନେ ରଖ, ବଞ୍ଚିଥିବା ପର୍ଯ୍ୟନ୍ତ, ବିଶେଷତଃ ଚାକିରିରେ ଥିବା ପର୍ଯ୍ୟନ୍ତ, ଯୁବତୀ ଚାକରାଣୀ, ପଡ଼ିଶା ଘରର ସୁନ୍ଦରୀ ସ୍ତ୍ରୀ, ବାଲ୍ୟ ବିଧବା ବା ସ୍ୱାମୀ ପରିତ୍ୟକ୍ତା ମହିଳା ଏମାନଙ୍କୁ ନାଗସାପ ବୋଲି ଭାବୁଥିବୁ। ଯଦି ୟାଙ୍କୁ ଗେଲ କରୁ, ଯଦି ଆଖି ଆଖି ପାଖୁ, ତାହେଲେ ତୁ ମୃତ୍ୟୁକୁ ନିମନ୍ତ୍ରଣ କଲୁ ବୋଲି ଜାଣେ। ଏଇଟା ସବୁବେଳେ ମନେ ରଖିଥିବୁ। ଆଉ କୌଣସି ଫାଇଲ ଉପରେ ତୁ ତୋର ସ୍ୱତନ୍ତ୍ର ମନ୍ତବ୍ୟ ଦେବୁ ନାହିଁ। ଯେତେବେଳେ ଅଫିସରେ କାମ କରୁଥିବୁ ଲେଖିବୁ ଯାହା କୁହାହେଇଛି ମୋର ସେଥିରେ ଆପତ୍ତି ନାହିଁ। ନିଜେ ଉପରେ ପଡ଼ି କିଛି ମନ୍ତବ୍ୟ ଦେବୁ ନାହିଁ, ତାଦ୍ୱାରା ତୋର ଚାକିରିରେ ଆଞ୍ଚ ଆସିପାରେ। ଚିଠି ଶେଷରେ ଗୋଟିଏ କଥା କହୁଛି ଯେଉଁଟା ସବୁଦିନ ପାଇଁ ତୁ ମନେ ରଖିବୁ। ମାଲ ପ୍ରତି କେବେ ଅତ୍ୟନ୍ତ ଭାବେ ଆକୃଷ୍ଟ ହେବୁନି। ମାଲର ତିନିଟା ଅର୍ଥ ଅଛି। ଗୋଟେ ମାଲ ଅର୍ଥ ମଦ, ଗୋଟିଏ ମାଲ ଅର୍ଥ ସ୍ତ୍ରୀ ଲୋକ, ଆଉ ଗୋଟିଏ ମାଲ ଅର୍ଥ ଉପରି ଟଙ୍କା। ଏ ତିନୋଟି ପାଇଁ କେବେ ଲାଳାୟିତ ହେବୁ ନାହିଁ। ତୁ ମଦ, ସ୍ତ୍ରୀ ଲୋକ ଆଉ ଉପରି ଟଙ୍କା ଏଇ ତିନୋଟିଠୁ ଦୂରରେ ରହିବୁ। ଖାଲି ଚାକିରି ନୁହଁ, ତୋ ଜୀବନ ବି ସୁରକ୍ଷିତ ରହିବ ଏବଂ ସାରା ଜୀବନ ତୁ ଶାନ୍ତିରେ ରହିବୁ। ଏଇ ଯେତୋଟି କଥା ମୁଁ କହିଲି ୟାକୁ ପାଳିବା ଅତି ବଡ଼ କଥା ନୁହଁ। ତୁ ଚାହିଁଲେ କରିପାରିବୁ। ଯଦି କେବେ କୌଣସି ଆଡ଼େ ଆକୃଷ୍ଟ ହେଇଯାଉ, ନିଜକୁ ଫେରେଇ ଆଣିବୁ। ମନେ ରଖିଥା, ଏ ଚିଠିଟିକି ତୁ ଆଉ ଥରେ କହୁଛି, କାହାକୁ ଦେଖେଇବୁ ନାହିଁ, ପାଖରେ ରଖିଥିବୁ, ମଝିରେ ମଝିରେ ପଢ଼ୁଥିବୁ। ଏଇଟି ହେଲା ଗୋଟିଏ ବାପାର ତା ପୁଅ ପାଖକୁ ଆଜିକାଲିକା ଇମେଲ୍ ଆଉ ମୋବାଇଲ ଯୁଗରେ ଗୋଟିଏ ଚିଠି, ଭାବାତ୍ମକ କିନ୍ତୁ ଅଭିଜ୍ଞତାପୂର୍ଣ୍ଣ। ଆଶା କରେ ଚିଠିଟିର ସାର କଥା ମୁଁ, ଆପଣ ଆଉ ସମସ୍ତ ବାପା ସେମାନଙ୍କ ପୁଅମାନଙ୍କୁ ଜଣାଇଦେବେ। ମାନିବା ନ ମାନିବା ସେମାନଙ୍କ ଇଚ୍ଛା। ଆଜି ପାଇଁ ଏତିକି। ନମସ୍କାର।